ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ମହାପବିତ୍ର ନାମର ଗୌରବ ହଉ। ତାହାଙ୍କ ଅନୁଗ୍ରହରୁ ପୁଣି ଥରେ ତାହାଙ୍କ ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କ ସହିତ ପୁଣି ଥରେ କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦେଉଛି। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ଆପଣମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି। ଏହି ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ଆପଣମାନେ ନିୟମିତ ଶୁଣୁଛନ୍ତି, ଦେଖୁଛନ୍ତି। ଲାଇକ୍, ସେୟାର, କମେଣ୍ଟ ମାଧ୍ୟମରେ ଆପଣମାନେ ଆମ୍ଭମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଗୌରବ କରେ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟମାସ ପରେ କଣ। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟମାସ ପରେ କଣ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟମାନେ, ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢି ଆମେ ଆଜିର ପ୍ରସଙ୍ଗରେ ଆଗକୁ ବଢିବା। ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 2 ଅଧ୍ୟାୟ 41 ପଦରୁ ମୁଁ ଆଗକୁ ପଢୁଛି। ଏହି ସ୍ଥାନରେ ପ୍ରକାର ଲେଖାଯାଏ, ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। କାହାର ପିତାମାତା? ଯୀଶୁଙ୍କର ପିତାମାତା ଯୋସେଫ ମରିୟମ ପ୍ରତିବର୍ଷରେ ସେମାନେ ନିସ୍ତାର ପର୍ବ ପାଳନ କରିବା ନିମନ୍ତେ ସେମାନେ ଜେରୁସାଲେମ ମନ୍ଦିରକୁ ଯାଉଥିଲେ। 42 ପଦରେ ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର 12 ବର୍ଷ ବୟସରେ ସେମାନେ କଣ କଲେ? ରୀତି ଅନୁସାରେ ବା ତାଙ୍କର ଜିହୁଦୀ ମାନଙ୍କର ଯେଉଁ ପରମ୍ପରା ଥିଲା, ସେହି ରୀତିବିଧି ଅନୁସାରେ ସେମାନେ ଜେରୁସାଲେମକୁ ସେମାନେ ଗଲେ। 43 ପଦରେ ଲେଖାଯାଏ, ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ, ସେତେବେଳେ ବାଳକ ଯୀଶୁ ଜେରୁସାଲେମରେ ରହିଗଲେ। ଆଉ ତାହାଙ୍କ ପିତାମାତା ତାହା ଜାଣିନଥିଲେ, କିନ୍ତୁ ସେ ସହଯାତ୍ରୀ ମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେକରି ସେମାନେ ଦିନକର ବାଟ ଚାଲିଗଲେ। ପୁଣି ଆତ୍ମୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ୱେଷଣ କରିବାକୁ ଲାଗିଲେ। ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଜେରୁସାଲେମକୁ ଲେଉଟିଗଲେ। ପ୍ରିୟମାନେ, ଏହି ସ୍ତରରେ ଆମେ ଦେଖୁଛୁ, ଯେତେବେଳେ ପର୍ବର ସମୟ ସରିଗଲା, ସେହି ସମୟରେ ଯୀଶୁଙ୍କର ମା ବାପା ଅର୍ଥାତ୍ ଯୋସେଫ ମରିୟମ ସେମାନେ କଣ କଲେ ଯେ ସେମାନେ ଯେତେବେଳେ ନିଜ ଘରକୁ ଯାତ୍ରା କରୁଛନ୍ତି, ସେମାନେ ଭାବିଲେ ଯେ ଯୀଶୁ ଆମ ସହିତ ଅଛନ୍ତି, ଆଉ ପର୍ବ ତ ସରିଗଲା, ଆମ ସଙ୍ଗରେ ସେ ଆସୁଛନ୍ତି। ଏହା ଭାବି ସେମାନେ ଗୋଟେ ଦିନର ବାଟ ଚାଲିଗଲେ। ପରେ ଦେଖୁଛନ୍ତି ଯେ ଯୀଶୁ ସେମାନଙ୍କ ସଙ୍ଗରେ ନାହାନ୍ତି। ପ୍ରିୟମାନେ, ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଆମର ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀ ମାନେ ଏହି ପ୍ରକାର ରୁହନ୍ତି, ଯେଉଁମାନେ କି ପର୍ବର ସମୟରେ ହିଁ ସେମାନେ ଉଦ୍ଯୋଗୀ। ଅନେକ ସମୟରେ ସେମାନେ ମଣ୍ଡଳୀ ସହଭାଗିତାକୁ ଧ୍ୟାନ ଦିଅନ୍ତି ନାହିଁ। ଯେତେବେଳେ ବଡ଼ଦିନ ଆସେ, ଖ୍ରୀଷ୍ଟମାସ ଆସେ, ସେହି ସମୟରେ ସେମାନଙ୍କ ମଧ୍ୟରେ ଗୋଟେ ଭିନ୍ନ ପ୍ରକାର ଉଦ୍ଯୋଗ ଥାଏ। ଏବଂ ଗୁଡ୍ ଫ୍ରାଇଡେରେ ଏବଂ ସେଇ ପୁନରୁତ୍ଥାନର ସମୟରେ ହିଁ ଅନେକ ଭାଇ ଭଉଣୀ ମାନେ ଉଦ୍ଯୋଗ ଥାନ୍ତି। ଯେତେବେଳେ ସେଇ ଉତ୍ସବ ଗୁଡ଼ିକ ସରିଯାଏ, ପ୍ରୋଗ୍ରାମ ସରିଯାଏ, ସେମାନେ ଧୀରେ ଧୀରେ ଶିଥିଳ ହେଇଯାଆନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁମାନେ ମୋର ବାକ୍ୟକୁ ଶୁଣୁଛନ୍ତି, ପ୍ରଭୁଙ୍କ ଦାସ ଭାବରେ ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆପଣ ଜଣେ ଖ୍ରୀଷ୍ଟମାସ ସମୟରେ ହିଁ ଉଦ୍ଯୋଗ ଥିବା ବିଶ୍ୱାସୀ ଭାଇ ଭଉଣୀ ନ ହୁଅନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ବଡ଼ଦିନ ସମୟରେ ହିଁ ଆମକୁ ସେ ଆମ ସହିତ ରୁହନ୍ତୁ, ଏହା ମୋର ଇଚ୍ଛା ନୁହେଁ। ଆପଣଙ୍କ ସହିତ ସବୁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ରୁହନ୍ତୁ। ଆପଣ ମଧ୍ୟ ପରମେଶ୍ୱରଙ୍କ ସହିତ ଲାଗି ରୁହନ୍ତୁ, ଏହା ମୋର ପ୍ରାର୍ଥନା। ପ୍ରିୟମାନେ, ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ବଡ଼ ଦିନ କେବଳ ସେମାନଙ୍କୁ ଜଣା। ବଡ଼ ଦିନ ପରେ ଯେ ଗୋଟେ ବିଚାରର ଦିନ ମଧ୍ୟ ଅଛି। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବଡ଼ ଦିନର କେବଳ ପରମେଶ୍ୱର ନୁହନ୍ତି, ଗୋଟେ ତାଙ୍କ ପାଇଁ ଗୋଟେ ବିଚାରର ଦିନ ଅଛି। ସେ ଧର୍ମରେ ଆଉ ପବିତ୍ରତାରେ ଆପଣା ଏହି ଜଗତର ସେ ବିଚାର କରିବେ। ସେଥିପାଇଁ ସେ ବିଚାର ଦିନରେ ଆମେ ତାହାଙ୍କ ସମ୍ମୁଖରେ ଯେ ପ୍ରକାର ଅନିନ୍ଦନୀୟ ଦେଖାଯିବା, ସେ ବିଚାର ଦିନରେ ଯେପରି ଆମେ ତାହାଙ୍କ ନିକଟରେ ଆମେ
ଦୋଷୀ ନ ହେବା। ସେଥିପାଇଁ ପ୍ରିୟ ଭାଇ ଭଉଣୀ ମାନେ ଆମେ କେବଳ ପର୍ବ ସମୟରେ ବିଭିନ୍ନ ପ୍ରକାର ଉତ୍ସବ ସମୟରେ ଯଦି ଆମେ ଉଦ୍ଯୋଗ ହେବା, ସେଇ ସମୟରେ ଯଦି ଆମେ କେବଳ ପ୍ରଭୁଙ୍କୁ ମନେ ପକାଇବା, ତାହେଲେ ଆମ ଜୀବନରେ କିଛି ଆମେ ଆଶୀର୍ବାଦ ପାଇବା ନାହିଁ। ଏଇ ସ୍ଥାନରେ ପର୍ବ ସରିଲା ପରେ କଣ କରୁଛନ୍ତି, ଯୀଶୁଙ୍କୁ ମନ୍ଦିରରେ ଛାଡି ଦେଇ ସେ ତ ଆମ ସଙ୍ଗରେ ଅଛନ୍ତି ଏହା ଭାବି ଯୋସେଫ ଆଉ ମରିୟମ କଣ କଲେ, ଗୋଟେ ଦିନର ବାଟ ସେମାନେ ଚାଲିଗଲେ, କିନ୍ତୁ ସେମାନଙ୍କର ଯାତ୍ରା ବିଫଳ ହେଇଗଲା। ପ୍ରିୟମାନେ, ଆମେ ପର୍ବ ସମୟରେ କେବଳ ଯୀଶୁଙ୍କୁ ଧରି ଚାଲିବା ତାହା ନୁହେଁ, ଏହି ବଡଦିନ ପରେ ମଧ୍ୟ, ଖ୍ରୀଷ୍ଟମାସ ପରେ ମଧ୍ୟ ଆମର ଯାତ୍ରାରେ ଆମେ ଯୀଶୁଙ୍କୁ ଧରି ଆମର ଯାତ୍ରାକୁ ଆମେ ଆରମ୍ଭ କରିବାର ଅଛି। ଆଗକୁ ଆମମାନଙ୍କର ନୂଆ ବର୍ଷ ଆସୁଛି। ସେଇ ନୂଆ ବର୍ଷରେ ଆମର ଯାତ୍ରା ଆମର ପ୍ରଭୁଙ୍କ ସହିତ ଆମର ଯାତ୍ରା ହେବାର ଆବଶ୍ୟକ ରହିଛି। ନହେଲେ ଆମେ ଯେତେ ଦୂରକୁ ଗଲେ ମଧ୍ୟ ଆମେ ସଫଳ ହେଇପାରିବା ନାହିଁ। ପୁନର୍ବାର ଆମେ ଲେଉଟି ଯୀଶୁଙ୍କ ନିକଟକୁ ଆସିବା ପାଇଁ ପଡିବ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯେତେବେଳେ ଏହି ଖ୍ରୀଷ୍ଟମାସକୁ ଅତିକ୍ରମ କରି ଯାଉଛୁ, ବଡଦିନ ସରି ଯାଉଛି, ତାହାପରେ ମଧ୍ୟ ଯୀଶୁ ଆମ ସଙ୍ଗରେ ରହିବାର ଅଛି, ଆମ ସହିତ ରହିବାର ଅଛି। ତାହେଲେ ଆମେ ଆଶୀର୍ବାଦ ପାଇବା, ତାହେଲେ ଆମେ ଦୟା ପାଇବା ଏବଂ ଆମର ସମସ୍ତ କାର୍ଯ୍ୟରେ ଆମେ ସଫଳତା ପାଇବା। ଆପଣମାନଙ୍କୁ ମୁଁ ଆଉ ଗୋଟିଏ ବାକ୍ୟ ପଢି ଉତ୍ସାହିତ କରିବା ପାଇଁ ଚାହେଁ। ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟ। ଯୋହନ ଲିଖିତ ସୁସମାଚାର 15 ଅଧ୍ୟାୟ 4 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। କେତେ ସୁନ୍ଦର କଥା ଏହି ସ୍ଥାନ ଲେଖାଯାଏ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ମୋ ଠାରେ ରୁହ, ସେଥିରେ ମୁଁ ମଧ୍ୟ ତୁମ ଠାରେ ରହିବି। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁନାହାନ୍ତି ଯେ ମତେ ପର୍ବ ସମୟରେ ହିଁ ତୁମେ ମନେ ପକାଅ, ଏହି ଉତ୍ସବ ସମୟରେ ହିଁ ତୁମେ ମୋ ଠାରେ ରୁହ, ତାହା ସେ କହୁନାହାନ୍ତି। ଏ ସ୍ଥାନରେ ସେ ତଳକୁ କହୁଛନ୍ତି, ଶାଖା ଯେପରି ଦ୍ରାକ୍ଷାରତାରେ ଲାଗି ନ ରହିଲେ ନିଜରୁ ସେ କେବେ ମଧ୍ୟ ଫଳ ଫଳିପାରେ ନାହିଁ। ଆପଣ ଗଛ ଦେଖିଥିବେ, ଗଛରେ ଶାଖା ଥାଏ। ସେଇ ଶାଖା କେତେ ଦିନ ଗଛରେ ଲାଗିଥାଏ, କେତେ ସମୟ ଗଛରେ ଲାଗିଥାଏ, ଆମେ ଭଲରେ ଜାଣୁ। 24 ଘଣ୍ଟା 7 ଦିନ ପର୍ଯ୍ୟନ୍ତ 24x7 ସେ କଣ କରେ, ଗଛ ସହିତ ଲାଗିଥାଏ। ଶାଖାର କାମ ସେଇଟା। ଯଦି ସେଇ ଶାଖା ଗଛରେ ଲାଗି ନଥିବ, ତାହେଲେ ନିଜରୁ ସେ କେବେ ମଧ୍ୟ ଫଳ ଉତ୍ପନ୍ନ କରିପାରିବ ନାହିଁ। ସେଥିପାଇଁ ପ୍ରିୟମାନେ, ଆମେ ଯେ ପର୍ବ ସମୟରେ ହିଁ, ଖ୍ରୀଷ୍ଟମାସ ସମୟରେ ହିଁ ଆମେ ଆରାଧନାକୁ ଯିବା, କୌଣସି ଉତ୍ସବ ହେଲେ ହିଁ ଆମେ ସହଭାଗିତାକୁ ଯିବା, ତାହେଲେ ଆମେ କିପରି ଫଳ ଫଳି ପାରିବା? ଶାଖା ଯେପରି ଗୋଟେ ଗଛରେ ସବୁବେଳେ ଲାଗି ରହେ, ଆମେ ମଧ୍ୟ ଯୀଶୁଙ୍କ ସହିତ ପ୍ରତି ସମୟରେ ଆମେ ଲାଗି ରହିବା ଆବଶ୍ୟକ ରହିଛି। ମଣ୍ଡଳୀ ସହଭାଗିତା, ଉପବାସ ପ୍ରାର୍ଥନା, ବାଇବେଲ ପଢିବା, ନିଜେ ବ୍ୟକ୍ତିଗତ ପ୍ରାର୍ଥନା, ସବୁ କ୍ଷେତ୍ରରେ ଯଦି ଆମେ ଲାଗି ରହିବା, ତାହେଲେ ନିଶ୍ଚିତ ଭାବରେ ଆମେ କଣ ହେବା, ଫଳ ଉତ୍ପନ୍ନ ହେବା। ମୁଁ ଆପଣମାନଙ୍କୁ ଏତିକି ଅନୁରୋଧ କରିବି, ଆପଣ କେବଳ ଖ୍ରୀଷ୍ଟମାସ ସମୟରେ ହିଁ ଆପଣଙ୍କର ଉଦ୍ଯୋଗ ନ ହେଉ, ଆପଣଙ୍କର କୌଣସି ଉତ୍ସବ ସମୟରେ ହିଁ ଆପଣଙ୍କ ଭିତରେ ଉଦ୍ଯୋଗ ନଥାଉ। ଆପଣଙ୍କୁ ଆଦ୍ୟ ମଣ୍ଡଳୀର ବିଶ୍ୱାସୀ ମାନେ ଯେମିତି ପ୍ରତିଦିନ ସେମାନେ ସହଭାଗିତାରେ ରହୁଥିଲେ, ଘରେ ଘରେ ରୋଟି ଭାଙ୍ଗି ସରଳ ହୃଦୟରେ ପ୍ରଭୁଙ୍କର ଗୌରବ ପ୍ରଶଂସା କରୁଥିଲେ, ଆମେ ସମସ୍ତେ ମଧ୍ୟ ସେଇ ଆଦ୍ୟ ମଣ୍ଡଳୀର ବିଶ୍ୱାସୀ ମାନଙ୍କର ଲେଭେଲକୁ ଆମେ ଆସିବା ଏବଂ ଆମେ ପ୍ରଭୁଙ୍କ ପାଇଁ ବହୁତ ପ୍ରାଧାନ୍ୟ ଦେବା। ପ୍ରଭୁଙ୍କୁ ପ୍ରେମ କରି, ତାହାଙ୍କ ସହଭାଗିତାକୁ ପ୍ରେମ କରି ଆମେ ତାହାଙ୍କ ସହିତ ଲାଗି ରହିବା, ତାହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆମ ସହିତ ରହିବେ। ପ୍ରିୟମାନେ, ଆମର ପରମେଶ୍ୱର ସେ ପରିବର୍ତ୍ତିତ ପରମେଶ୍ୱର ନୁହନ୍ତି। ସେ ଯେ କୌଣସି ସିଜନରେ ପ୍ରଭୁ, ଆଉ କିଛି ସିଜନ ଗଲା ପରେ ସେ ପ୍ରଭୁ ନୁହନ୍ତି, ଏହିପରି ନୁହେଁ। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆଜି, କାଲି ଆଉ ଚିରକାଳ ସମାନ ଅଟନ୍ତି। ସେଥିପାଇଁ ଆଜି ଆମେ ବଡଦିନରେ ଯେତେ ଗୌରବ ଦେଉ, ଅନ୍ୟ ଦିନରେ ମଧ୍ୟ ଆମେ ତାହାଙ୍କୁ ଗୌରବ ଦେବା, ତାହାଙ୍କୁ ଆମେ ଭୟ କରିବା, ତାହାଙ୍କୁ ଆଜ୍ଞାବହ ହେବା, ଆମେ ତାହାଙ୍କୁ ପ୍ରେମ କରି ତାଙ୍କ ପଛରେ ଆମେ ଚାଲିବା। ଏହା ସ୍ୱର୍ଗର ପରମେଶ୍ୱର ଆମଠାରୁ ଚାହାନ୍ତି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ, ଏହି ବଡଦିନ ପରେ ମଧ୍ୟ ଯେ ଆମ ପାଇଁ ଗୋଟେ ରେପ୍ଚରର ଦିନ ଅଛି ପ୍ରଭୁ, ତୁମର ଆଗମନର ଦିନ ଅଛି, ବିଚାରର ଦିନ ଅଛି, ଏହା ଜାଣି ପ୍ରଭୁ କୌଣସି ପର୍ବ ପର୍ବାଣୀ, କୌଣସି ଉତ୍ସବରେ ଆମେ କେବଳ ସେହି ସମୟରେ ହିଁ ଆମେ ଯେ ଉଦ୍ଯୋଗୀ ହେବୁ, ସେହି ସମୟରେ ହିଁ ଯେ ଆମେ
ପ୍ରାର୍ଥନାକାରୀ ହେବୁ, ମଣ୍ଡଳୀକୁ ଯିବା ଲୋକ ହେବୁ ତାହା ନୁହେଁ। ସବୁ ସମୟରେ ପ୍ରଭୁ ଶାଖା ଯେପରି ଗୋଟେ ଗଛରେ ଲାଗିଥାଏ, ଆମେ ମଧ୍ୟ ମଣ୍ଡଳୀ ସହଭାଗିତା, ପ୍ରାର୍ଥନା, ବାଇବେଲ ପଢିବା ପ୍ରତ୍ୟେକ ବିଷୟରେ ଆମେ ଲାଗି ରହିବୁ। ଆଉ ପ୍ରଭୁ ଆମେ ତୁମରି ସେଇ ଅନୁଗ୍ରହ ଦୟାରେ ଆମେ ଫଳବନ୍ତ ଜୀବନ ଆମେ ବିତାଇ ପାରିବୁ। ତୁମ ଆଗମନ ନିମନ୍ତେ ପ୍ରସ୍ତୁତ ହେବୁ। ଆଉ ତୁମର ଆଗମନରେ ଆମେ ଛଡ଼ା ନ ଯିବୁ, ଏଥିପାଇଁ ଦୟା କର। ପ୍ରିୟ ପ୍ରଭୁ,